ଆରେ ସେଇ ମୂର୍ଖ ବାଘ ଆମକୁ କହୁଥିଲା ମୋ ସହିତ ଚାଷବାସ କରିବ ବୋଲି, କାହିଁ ତ ସିଏ ଏପର୍ଯ୍ୟନ୍ତ ଆସିଲାନି। ଆରେ ଏଇ ତ ମୂର୍ଖ ବାଘ ଆମ ଆସିଗଲାଣି। ଏଇ ଶିଆଳ ମୁଁ ଆସିଗଲି, ଏବେ କହ ଆମେ କୋଉ ଚାଷ କରିବା? ବାଘ ଆମ ଏବେ ତ ତରଭୁଜ ଚାଷ କରିବାର ସିଜିନ୍, ଆଉ ମାର୍କେଟରେ ବି ତରଭୁଜର ବହୁତ ଡିମାଣ୍ଡ ଅଛି। ଆମେ ତରଭୁଜ ଚାଷ କରିବା। ହଉ ଠିକ ଅଛି ଶିଆଳ, ଚାଲ ତାହେଲେ ଏବେ ଆମେ ତରଭୁଜ ଚାଷ କରିବା ପାଇଁ ଆରମ୍ଭ କରିବା। ବାଘ ଆମ ତମେ ଏଇ ଜମିର ମାଟିଟାକୁ ଖୋଳି ଖୋଳି ଟିକେ ଉର୍ବର କରୁଥାଅ। ମୋ ପେଟଟା ଟିକେ ଭଲ ଲାଗୁନି, ମୁଁ ଟିକେ ଝାଡ଼ା ଯାଇକି ଆସୁଛି। ହଉ ଶିଆଳ ତୁ ଯା, ମୁଁ ଏଇ ଜମିର ମାଟିକୁ ଖୋଡ଼ି ଖୋଡ଼ି ଉର୍ବର କରୁଛି। ଏଇ ବାଘ ମାମୁଁକୁ ମୁଁ ବକା ବନେଇକି ସବୁ କାମ କରେଇବି, ଆଉ ଭାଗ ନେଲା ବେଳେ ସବୁ ଭାଗକୁ ମୁଁ ଏକୁଟିଆ ନେଇଯିବି। ବହୁତ ସମୟ ତ ହେଇଗଲାଣି, ଏବେ ମୁଁ ଯାଇକି ଦେଖେ ବାଘ ମାମୁଁ କେତେ କାମ ସାରିଲାଣି। ବାଘ ମାମୁଁ ମୁଁ ଆସିଗଲି। ଏଇ ଶିଆଳ ଦେଖ, ମୁଁ ଏଇ ଜମିର ମାଟିକୁ ଖୋଳି ଖୋଳି ପୁରା ଉର୍ବର କରିଦେଇଛି। ଆରେ ବାଃ, ଭଲ କଥା ତ। ବାଘ ମାମୁଁ ତମେ ତ ଚାଷ କରିବା ଶିଖିଗଲଣି। ବାଘ ମାମୁଁ ତମେ ଏବେ ଯାଅ ତରଭୁଜ ମଞ୍ଜି ଲଗେଇ ଦିଅ। ହଉ ଠିକ ଅଛି, ମୁଁ ତରଭୁଜ ମଞ୍ଜି ଲଗେଇ ଦଉଛି। ଆରେ ଶିଆଳ, ତରଭୁଜର ତ ମଞ୍ଜି ଲଗେଇଦେଲି, ଏବେ ମୁଁ କଣ କରିବି? ଆଉ କିଛି କରିବାକୁ ପଡ଼ିବନି ବାଘ ମାମୁଁ, ତମେ ସବୁଦିନ ଆସିକି ଟିକେ ଏଇ ଜମିରେ ପାଣି ଦଉଥିବ। ଆଉ କିଛି ଦିନ ଗଲେ ଏଇ ଜମିରୁ ତରଭୁଜ ଗଛ ବାହାରିବ, ଆଉ ସେଇ ଗଛରୁ ତରଭୁଜ ଫଳିବ। ତରଭୁଜ ଫଳିଲେ ଆମେ ସେଇ ତରଭୁଜ ଗୁଡ଼ାକୁ ଭାଗ ବାଣ୍ଟିକି ନେଇଯିବା। ହଉ ତାହେଲେ ଠିକ ଅଛି ଶିଆଳ, ସବୁଦିନେ ଆସିକି ମୁଁ ଏଇ ଜମିରେ ଟିକେ ଟିକେ ପାଣି ଦଉଥିବି। ହଉ ଠିକ ଅଛି ବାଘ ମାମୁଁ, ଏବେ ଚାଲ ଆମ ନିଜର ଗୁମ୍ଫାକୁ ଫେରିଯିବା। ଆରେ ବାଃ, ଆଜି ତ ସେଇ ମୂର୍ଖ ବାଘ ମାମୁଁକୁ ଭଲ କି ବକା ବନେଇଛି। ଖାଲି ତରଭୁଜ ଗୁଡ଼ା ହଉ, ତାକୁ ଗୋଟେ ବି ତରଭୁଜ ଦେବିନି। ସବୁ ତରଭୁଜ ଗୁଡ଼ାକୁ ଚୋରି କରିକି ଆଣି ଆସିବି। ଆରେ ଶିଆଳ, ମତେ ଲାଗୁଛି ସବୁ ତରଭୁଜ ଗୁଡ଼ା ହେଇଗଲାଣି। ଚାଲ ଏବେ ଆମେ ଏଇ ତରଭୁଜ ଗୁଡ଼ା ଭାଗ ବାଣ୍ଟିକି ବଜାରରେ ବିକ୍ରି କରିବା। ହଁ ବାଘ ମାମୁଁ, ତରଭୁଜ ଗୁଡ଼ା ତ ହେଇଯାଇଛି, କିନ୍ତୁ ଆଜି ଭାଗ କରିବାନି। ଆଜି ମୋର ଟିକେ କାମ ଅଛି, ସେଥିପାଇଁ ମତେ ଜଲ୍ଦି ଯିବାକୁ ପଡ଼ିବ। ଆମେ ଏଇ ତରଭୁଜ ଗୁଡ଼ାକୁ କାଲି ଭାଗ କରିବା। ହଉ ତାହେଲେ ଠିକ ଅଛି ଶିଆଳ,
କାଲି ତରଭୁଜ ଗୁଡାକୁ ଭାଗ ବାଣ୍ଟିବା। ହଉ ବାଘ ମାମୁଁ, ମୁଁ ଏବେ ଆସୁଛି। ତରଭୁଜ ଗୁଡା ତ ହେଇଗଲା। ବାଘ ମାମୁଁକୁ ଗୋଟେ ବି ତରଭୁଜ ମୁଁ ଭାଗ ଦେବିନି। ଆଜି ରାତି ଯାଇକି ସବୁ ତରଭୁଜ ଗୁଡା ଚୋରି କରିକି ଆଣି ଆସିବି। ବହୁତ ରାତି ତ ହେଇଗଲାଣି। ଏବେ ମୁଁ ଯାଏ ସେଇଠୁ ସବୁ ତରଭୁଜ ଗୁଡା ଚୋରି କରିକି ଆଣି ଆସେ। ସବୁ ତରଭୁଜ ଗୁଡାକୁ ତ ମୁଁ ଚୋରି କରିକି ଆଣି ଆସିଲି। ଏବେ ମୁଁ ଯାଉଛି ଟିକେ ଶୋଇପଡ଼ିବି। କାଲି ସକାଳେ ପୁଣି ବାଘ ମାମୁଁକୁ ଆଉଥରେ ବକା ବନେଇବାକୁ ପଡ଼ିବ। ବାଘ ମାମୁଁ, ଗୁମ୍ଫା ଭିତରେ ଅଛ? ବାହାରକୁ ଆସ। ଆଜି ପରା ଆମେ ତରଭୁଜ ଗୁଡା ଭାଗ କରିବା। ଆରେ ଆମ ସବୁ ତରଭୁଜ ଗୁଡା କୁଆଡେ ଗଲା? ଆରେ ବାଘ ମାମୁଁ, ତମେ ସବୁ ତରଭୁଜ ଗୁଡା ଏକୁଟିଆ ନେଇଗଲ ନା କଣ? ଆରେ ମୁଁ ଏକୁଟିଆ ତରଭୁଜ ଗୁଡା କଣ ପାଇଁ ନେବି? ତରଭୁଜ ଗୁଡା ମୁଁ ନେଇନି। ଆରେ ତାହେଲେ ସବୁ ତରଭୁଜ ଗୁଡା ଚୋରି ହେଇଗଲା। ସବୁ ତରଭୁଜ ଗୁଡା ଚୋରି ହେଇଗଲା? ତାହେଲେ ମୁଁ ବଜାରରେ କଣ ବିକ୍ରି କରିବି? ଆଉ ନୂଆ ମୋଟର ସାଇକେଲ କେମିତି ଆଣିବି? ବାଘ ମାମୁଁ, ତମେ ଜମା ଚିନ୍ତା କରନି। ଆମେ ଆଉଥରେ ଚାଷ କରିବା। ଆଉ ସେଇ ଚାଷ ହେଲେ ତମେ ଯାଇକି ବଜାରରେ ବିକ୍ରି କରିବ ଆଉ ନୂଆ ମୋଟର ସାଇକେଲ କିଣିକି ଆଣିବ। କିନ୍ତୁ ବାଘ ମାମୁଁ, ଏଥର ଆମେ ଆଉ ତରଭୁଜ ଚାଷ କରିବାନି। ଏଥର ଧାନ ଚାଷ କରିବା। ହଉ ତାହେଲେ ଚାଲ। ଆଉ ଆମେ ଆଉ କଣ କରିପାରିବା? ଆମର ତ ତରଭୁଜ ଗୁଡା କିଏ ଚୋରି କରିକି ନେଇଗଲା। ବାଘ ମାମୁଁ, ତମେ ଆଉ ଦୁଃଖ କରନି। ଚାଲ ଏବେ ଆମେ ଧାନ ଚାଷ କରିବା ପାଇଁ ରେଡି ହେବା। ବାଘ ମାମୁଁ, ତମେ ଏଇ ମାଟିଟାକୁ ଉର୍ବର କରୁଥାଅ। ମୁଁ ଯାଉଛି ସେ ଚୋରର ସନ୍ଧାନରେ ଯିବି। ଯଦି ସେ ଚୋରକୁ ପାଇବି, ତା ପାଖରୁ ସବୁ ତରଭୁଜ ଗୁଡା ଆଣି ଆସିବି। ହଉ ଶିଆଳ, ତୁ ଯା ସେଇ ଚୋରର ସନ୍ଧାନ କର। ସେଇ ଚୋରକୁ ପାଇଲେ ମତେ କହିବୁ। ସେଇ ଚୋରକୁ ମୁଁ ଛାଡିବିନି। ସେଇ ଚୋରକୁ ମୁଁ ଭଲ କି ମଜା ଚଖେଇବି। ହଉ ବାଘ ମାମୁଁ, ମୁଁ ଯାଉଛି। ତମେ ମାଟିକୁ ଉର୍ବର କରୁଥାଅ। ଆରେ ଏଇ ମୂର୍ଖ ବାଘ ମାମୁଁ ତ କିଛି ବୁଝି ପାରିଲାନି। ମୁଁ ସବୁ ତରଭୁଜ ଗୁଡା ଚୋରି କରିକି ନେଇଯାଇଛି ବୋଲି। ଏଇ ବାଘ ମାନଙ୍କର ଖାଲି ବଳ ଅଛି, କିନ୍ତୁ ଟିକେ ବୁଦ୍ଧି ନାହିଁ। ହଉ, ତାଙ୍କର ଯାହା ହଉଛି ହଉ।
ମୁଁ ଯାଉଛି ଏଇ ଗଛ ତଳେ ଟିକେ ବିଶ୍ରାମ କରିବି। ଆଉ କିଛି ସମୟ ପରେ ବାଘ ପାଖକୁ ଯିବି। ବହୁତ ସମୟ ତ ହେଇଗଲାଣି। ବାଘ ମାମୁଁ ତ ସବୁ କାମ ସାରି ଦେଇଥିବଣି। ଏବେ ମୁଁ ଯାଏ, ଆଉ ଟିକେ ବାଘ ମାମୁଁକୁ ବୋକା ବନାଏ। ବାଘ ମାମୁଁ ମୁଁ ଆସିଗଲି, କିନ୍ତୁ ସେ ଚୋରର କିଛି ସନ୍ଧାନ ମିଳିଲାନି। ହଉ ଶିଆଳ, ସେ ଚରକୁ ଛାଡ। ଆମେ ଆଉ କଣ କରିପାରିବା? ଏଇ ଶିଆଳ ଦେଖ, ଏଇ ମାଟିଟାକୁ ମୁଁ ଖୋଳି ଖୋଳି ଉର୍ବର କରିଦେଲି। ଆରେ ବା ବାଘ ମାମୁଁ, ତମେ ତ ସବୁ ଚାଷବାସ ଶିଖିଗଲଣି। ବାଘ ମାମୁଁ, ଏବେ ଏଇ ଜମିରେ ଧାନ ବୁଣି ଦିଅ। ଏଇ ଶିଆଳ ଦେଖ, ଧାନ ଗୁଡା ତ ହେଇଗଲା। ଆଗ ଥର ତ ଆମ ତରଭୁଜ ଗୁଡା ଚୋରି ହେଇଯାଇଥିଲା, କିନ୍ତୁ ଏଥର ଆମେ ଏଇ ଜମିରେ ଧାନ ରଖିବାନି। ଚାଲ, ଏଇ ଧାନ ଗୁଡାକୁ କାଟିକି ଭାଗ ବାଣ୍ଟିକି ନେଇଯିବା। ଓ ମୂର୍ଖ, ବାଘ ଆସିଗଲା ଭାଗ ନେବା ପାଇଁ। ରହ, ତତେ ମୁଁ ଏବେ ଭଲ କି ଭାଗ ଦଉଛି। ଏଇ ଶିଆଳ, ତୁ ଏବେ କଣ ଭାବୁଛୁ? ଏବେ ଚାଲ, ଏଇ ଧାନ ଗୁଡା କାଟିକି ଭାଗ ବାଣ୍ଟିକି ନେଇଯିବା। ଏଇ ଶିଆଳ, ଭାଗ ବଣ୍ଟା ତ ହେଇଗଲା। ଏବେ ତୁ ତ ଭାଗ ନେଇକି ଯା, ମୁଁ ମୋ ଭାଗ ନେଇକି ଯାଉଛି। ମୂର୍ଖ ବାଘ, ତୁ ସିନା ମୋଠୁ ଧାନ ଭାଗ ନେଇଗଲୁ, କିନ୍ତୁ ଏଇ ଧାନ ଗୁଡାକୁ ନେଇକି ତୁ ବଜାରରେ ବିକ୍ରି କରି ପାରିବନି। ଆଜି ରାତି ଯାଇକି ତୋର ସବୁ ଧାନ ଭାଗକୁ ଚୋରି କରିକି ମୁଁ ଆଣି ଆସିବି। ମୋ ଧାନ ଭାଗକୁ ତ ମୁଁ ଆଣି ଆସିଲି। କାଲି ପୁଣି ସକାଳୁ ଯାଇକି ଧାନ ଗୁଡାକୁ ବଜାରରେ ବିକ୍ରି କରିବାକୁ ପଡିବ। ଏଇ ଧାନ ଗୁଡାକୁ ଏଇଠି ରଖିଦେଇକି ମୁଁ ଯାଉଛି ଟିକେ ଗୁମ୍ଫା ଭିତରେ ବିଶ୍ରାମ କରିବି। ମୂର୍ଖ ବାଘ ପୁଣି ମୋଠୁ ଭାଗ ନେଇଗଲା। ଏକଥା ତ ମୋ ପେଟରେ ହଜମ ହଉନି। ମୁଁ ଏବେ ଯାଏ, ତାର ଧାନ ଭାଗଟାକୁ ଚୋରି କରିକି ଆଣି ଆସେ। ଏଇ ମୂର୍ଖ ବାଘ ପୁଣି ପଳେଇ ଆସିଥିଲା ଶିଆଳ ମାନଙ୍କ ସହିତ ଚାଷ କରିବା ପାଇଁ। ମୂର୍ଖ ବାଘ, ତୁ ଜାଣିନୁ କି ଶିଆଳ ମାନେ କେତେ ଚାଲାକ? ମୂର୍ଖ ବାଘ, ତୁ ଶୋଇଥା, ମୁଁ ତୋର ଧାନ ନେଇକି ପଳଉଛି। ଆରେ ଆରେ, ମୋ ଧାନ ଗୁଡା କୁଆଡେ ଗଲା? ଏଇଠି ତ ମୁଁ ରଖିଥିଲି। ଆଜି ବି କିଏ ଚୋରି କରିକି ନେଇଗଲା ନା କଣ? ଆରେ କାହାର ଏତେ ବଡ ସାହସ? ସବୁଥର ମୋ ଫସଲ ଚୋରି କରିକି ନେଇଯାଉଛି। ମୁଁ ଯାଉଛି ଶିଆଳ ପାଖକୁ ଯିବି। ଶିଆଳ ସହିତ ମିଶିକି ସେଇ ଚୋରକୁ ଧରିବି।
ଏଇ ଶିଆଳ ଗୁମ୍ଫାରୁ ବାହାର। ଏଇ ଶିଆଳ ଗୁମ୍ଫାରୁ ବାହାର। ଶିଆଳ ବୋଧେ ଉଠିନି, ମୁଁ ଯାଉଛି ଶିଆଳକୁ ଉଠେଇବି। ଆରେ କଣ ଏଇ ଶିଆଳର ଗୁମ୍ଫାରେ ଏତେ ଗୁଡାଏ ଧାନ ଆଉ ଏତେ ଗୁଡାଏ ତରଭୁଜ ଅଛି? ଆଚ୍ଛା, ଏଇ ଶିଆଳ ତାହେଲେ ସବୁ ଚୋରି କରିକି ଆଣି ଆସୁଛି। ଦୁଷ୍ଟ ଶିଆଳ, ତୁ ମୋତେ ଧୋକା ଦେଇକି ଏଇ ଧାନ ଆଉ ତରଭୁଜ ଚୋରି କରିକି ଆଣି ଆସିଛୁ। ରହ, ତତେ ମୁଁ ଭଲ କି ମଜା ଚଖଉଛି। ବାଘ ମାମୁଁ, ତମର ଆଉ ଥରେ କଣ ହେଲା? ତମେ ବହୁତ ଦୁଃଖରେ ଅଛ ପରି ଦେଖାଯାଉଛ। ଆରେ ଶିଆଳ, ମୁଁ ବହୁତ ଦୁଃଖରେ ଅଛି। ମୋ ଧାନ ଗୁଡା ସବୁ ଚୋରି ହେଇଗଲା। ଏବେ ମୁଁ କଣ ବିକ୍ରି କରିକି ମୋଟର ସାଇକେଲ କିଣିବି? ବାଘ ମାମୁଁ, ତମେ ଆଉ ଦୁଃଖ କରନି। ଆମେ ଆଉ ଥରେ ଚାଷ କରିବା। ଏଥର ନିଶ୍ଚୟ ତମେ ଫସଲ ବିକ୍ରି କରିକି ନୂଆ ମୋଟର ସାଇକେଲ କିଣିବ। କିନ୍ତୁ ଶିଆଳ, ଏଥର ଆମେ କଣ ଚାଷ କରିବା? ଏଇ ମୂର୍ଖ ବାଘ ତ କିଛି ବୁଝିପାରୁନି ମୁଁ ତାର ଧାନ ଆଉ ତରଭୁଜ ଚୋରି କରିକି ନେଇଯାଇଛି ବୋଲି। ଏଇ ମୂର୍ଖ ବାଘକୁ ଆଉ ଥରେ ବୋକା ବନେଇବାକୁ ପଡ଼ିବ। ବାଘ ମାମୁଁ, ଏବେ ବଜାରରେ ଆଖୁର ଡିମାଣ୍ଡ ବେଶୀ ଅଛି। ବାଘ ମାମୁଁ, ଚାଲ ଆମେ ଆଖୁ ଚାଷ କରିବା। ହଉ ଠିକ ଅଛି ଶିଆଳ, ଏବେ ଆମେ ଆଖୁ ଚାଷ କରିବା। ବାଘ ମାମୁଁ, ତମେ ଏଇ ମାଟିକୁ ଉର୍ବର କରୁଥାଅ। ମୁଁ କେମିତି ଚୋର ଚୋରି କରିପାରିବନି ତାର ଉପାୟ ଚିନ୍ତା କରିକି ଆସୁଛି। ହରେ ଦୁଷ୍ଟ ଶିଆଳ, ତୁ ଯା। ମୁଁ ଜାଣି ସାରିଛି ତୁ ହିଁ ସେଇ ଚୋର। ଆରେ ଶିଆଳ, ଆଖୁ ଚାଷ ତ ହେଇଗଲା। କାଲି ଆମେ ଆସିକି ଏଇ ଆଖୁ ଗୁଡାକୁ ଭାଗ ବାଣ୍ଟିକି ନେବା। ହଉ ତାହେଲେ ବାଘ ମାମୁଁ, ଠିକ ଅଛି। କାଲି ଆସିକି ଏଇ ଆଖୁ ଗୁଡାକୁ ଭାଗ କରିକି ନେବା। ହଉ ଶିଆଳ, ତୁ ଏବେ ଯା। ଦୁଷ୍ଟ ଶିଆଳ, ମୁଁ ଜାଣିଛି ଆଜି ରାତି ତୁ ଏଇ ଆଖୁ ଚୋରି କରିବା ପାଇଁ ଆସିବୁ। ତତେ ଧରିବା ପାଇଁ ମୁଁ ଏଇ ଆଖୁ କିଆରରେ ଫାଶ ବସେଇ ଦେବି। ଏବେ ମୁଁ ଯାଉଛି ଏଇ ଆଖୁ କିଆରରେ ଫାଶ ବସେଇ ଦେବି। ଶିଆଳକୁ ଧରିବା ପାଇଁ ତ ମୁଁ ଫାଶ ବସେଇ ଦେଲି। ଏବେ ମୁଁ ଯାଏ ମୋ ଗୁମ୍ଫାରେ ଯାଇକି ଟିକେ ବିଶ୍ରାମ କରେ। ଆଉ କାଲି ସକାଳେ ଆସିକି ଦେଖେ ସେଇ ଶିଆଳ ଫାଶରେ ପଡୁଛି କି ନାହିଁ। ଆରେ ଏଥର କଣ ବାଘ ମୋ ପାଖରୁ ଭାଗ ନେଇଯିବ? ନା ନା, ଏମିତି ହେବାକୁ ଦେବିନି। ମୁଁ ଯାଉଛି ସେଇ ଆଖୁ କିଆରକୁ ଯାଇକି ସବୁ ଆଖୁ ଗୁଡ଼ା କାଟିକି ଆଣି ଆସିବି।
ଆରେ ଆରେ ମୁଁ ତ ଏଇ ଗଛରେ ଟାଙ୍ଗି ହେଇଗଲି। ଏଇ ତଳେ କିଏ ଫାସ ପକେଇଥିଲା ନା କଣ? ଇ ବାବାରେ, ଏବେ ମୁଁ କଣ କରିବି? ଏଇ ଗଛରେ ତ ମୁଁ ଟାଙ୍ଗି ହେଇଗଲି। କାଲି ତ ସେଇ ଦୁଷ୍ଟ ଶିଆଳକୁ ଧରିବା ପାଇଁ ମୁଁ ଫାସ ପକେଇଥିଲି। ଏବେ ମୁଁ ଯାଇକି ଦେଖେ ସେଇ ଦୁଷ୍ଟ ଶିଆଳ ଫାସରେ ପଡ଼ିଛି କି ନାହିଁ। এই ଦୁଷ୍ଟ ଶିଆଳ, ତୁ ତାହେଲେ ସେଇ ଚୋର ଧୋକାବାଜ। ତୁ ମୋର ତରଭୁଜ ଧାନ ଚୋରି କରିକି ନେଇଗଲୁ। ତତେ ମୁଁ ଛାଡ଼ିବିନି। ତତେ ଆଜି ମୁଁ ଲଙ୍କା ଧୂଆଁ ଦେଇକି ମାରିବି। ତୁ ଏଇଠି ଟଙ୍ଗା ହେଇକି ଥା, ମୁଁ ଯାଉଛି ଶୁଖିଲା ଲଙ୍କା ନେଇକି ଆସିବି। ତତେ ଆଜି ମୁଁ ଲଙ୍କା ଧୂଆଁ ଦେଇକି ମାରିବି। ବାଘ ଆଉ ମତେ କ୍ଷମା କରିଦିଅ, ମୁଁ ଆଉ କେବେ ବି ଚୋରି କରିବିନି। ତତେ ମୁଁ ଆଜି ଛାଡ଼ିବିନି। ତତେ ଆଜି ମୁଁ ଏଇଠି ଲଙ୍କା ଧୂଆଁ ଦେଇକି ମାରିବି। ଇ ବାବାରେ, ଏଇ ବାଘ ତ ମତେ କହୁଛି ଲଙ୍କା ଧୂଆଁ ଦେଇକି ମାରିବ। ଏବେ ମୁଁ କଣ କରିବି? ଏଠୁ ମୁଁ କେମିତି ଯିବି? ଯେମିତି ହେଲେ ମତେ ଏଠୁ ପଳେଇବାକୁ ପଡ଼ିବ। ଆରେ ଏଇଠି ତ ଗୋଟେ କାଉ ଯାଉଛି। ଯେମିତି ହେଲେ ଏଇ କାଉକୁ ବକା ବନେଇକି ଏଇ ଦଉଡ଼ିଟା ଖୋଲିବାକୁ ପଡ଼ିବ। ଏଇ କାଉ ଭାଇ ମତେ ବଞ୍ଚାଅ। ଏଇ କାଉ ଭାଇ ମତେ ବଞ୍ଚାଅ। ଆରେ ଏଇଠି କଣ ଶିଆଳ ଟଙ୍ଗା ହେଇଛି? ଆଉ ଶିଆଳ ମତେ ଡାକୁଛି କଣ ପାଇଁ? ଆରେ ଶିଆଳ ଭାଇ, ତମର କଣ ହେଇଛି? ତମକୁ ଏଠି କିଏ ଟାଙ୍ଗିଛି? କାଉ ଭାଇ ମତେ ବଞ୍ଚାଅ। ବାଘ ମତେ ଏଠି ଟାଙ୍ଗି ଦେଇକି ଯାଇଛି। ଆଉ କହିଛି ସିଏ ଆସିଲେ ମତେ ମାରିକି ଖାଇବ। ବାଘ ତ ଶିଆଳ ମାଂସ ଖାଏନି, ତାହେଲେ ସିଏ ତମକୁ କେମିତି ଖାଇବ? ଆରେ କାଉ ଭାଇ, ବାଘ ଗୋଟେ ଚଢ଼େଇ ଧରିଥିଲା ମାରିକି ଖାଇବ ବୋଲି। ବାଘ ଆମକୁ ମୁଁ ମନା କଲି, ସେଇ ଚଢ଼େଇକି ମାରିକି ଖାଅନି। ବାଘ ଆଉ ମୋ କଥା ଶୁଣିକି ରାଗି ଯାଇକି ସେ ମତେ ଖାଇବ ବୋଲି କହୁଛି। କାଉ ଭାଇ ମତେ ବଞ୍ଚାଅ, ନହେଲେ ବାଘ ମତେ ମାରିକି ଖାଇଯିବ। ହଁ ହଁ ଶିଆଳ ଭାଇ, ତମେ ଭଲ କାମ କରିଛ। ତମେ ଗୋଟେ ଚଢ଼େଇର ଜୀବନ ବଞ୍ଚେଇ ଦେଇଛ। ମୁଁ ବି ତମର ଜୀବନ ନିଶ୍ଚୟ ବଞ୍ଚେଇବି। କାଉ ଭାଇ ଜଲ୍ଦି କର, ବାଘ ଆସିଲାଣି। ଆରେ ଆରେ, ଏଇ ଦୁଷ୍ଟ ଶିଆଳ ତ ଫାସରୁ ଫିଟିଗଲା। ଦୁଷ୍ଟ ଶିଆଳ, ଭଲ ହେଲା ତୁ ଫାସରୁ ଫିଟିଗଲୁ, ନହେଲେ ତତେ ମୁଁ ଆଜି ଲଙ୍କା ଧୂଆଁ ଦେଇକି ମାରିଥାନ୍ତି। ଏଇ ଦୁଷ୍ଟ ଶିଆଳ ତ ପଳେଇଲା। ଏବେ ଏଇ ଆଖୁ ଗୁଡା ସବୁ ମୋର। ଏବେ ମୁଁ ଯାଏ ଏଇ ଆଖୁ ଗୁଡା କାଟିକି ବଜାରରେ ବିକ୍ରି କରିବି, ଆଉ ନୂଆ ମୋଟର ସାଇକେଲ କିଣିକି ଆଣିବି।